ମୁଁ ତପନ ଦେବତା ବିଧାୟକ ଅଗସ୍ତି ବେହେରାଙ୍କର ମୁଁ ରିପ୍ରେଜେଣ୍ଟେଟିଭ୍। ଆଉ ଆଜି ଏ ଯେଉଁ ସବ୍ କମିଟି ବୈଠକଟି ହେଇଥିଲା, ଏ ସବ୍ କମିଟି ବୈଠକଟି ଏଇଥିପାଇଁ ହେଇଥିଲା ଯେ ଆମର ଯେଉଁ ବଡ଼କ୍ୟାଙ୍ଗ ଜଙ୍ଗଲ, ପାରିପରା, ଜରଡ଼ା, ସାନକେଜାଙ୍ଗ ଏ ଯେଉଁ ଅଛି ତିନି ଚାରୋଟି ପଞ୍ଚାୟତ ଅଛି। ଚାରୋଟି ଯାକ ପଞ୍ଚାୟତ ଯେଉଁ ପୂର୍ବରୁ ଯେଉଁ ହେଇଥିଲା ଆର୍ପିଡିସି, ଯେଉଁ ସେ ଆର୍ପିଡିସିରେ କିଛି ନିର୍ଦ୍ଧାରିତ ମାନେ କିଛି ଫାଇନାଲ୍ ହେଇପାରିନଥିଲା। ତେଣୁ ସବ୍ କମିଟି ମାଧ୍ୟମରେ ଫାଇନାଲ୍ କରିକି ନେକ୍ସଟ ଯେଉଁ ମିଟିଂ ହେବ ସେ ମିଟିଂରେ PLRC ମାଧ୍ୟମରେ ତାକୁ ଫାଇନାଲ୍ କରାଯିବ ଏବଂ ଲୋକଙ୍କର ସହମତି ଏବଂ ପ୍ରଶାସନ ସହମତି ହିସାବରେ ଏହି କାର୍ଯ୍ୟଗୁଡ଼ିକ କରାଯିବ। ଯେଉଁ ଲୋକମାନଙ୍କର କିଛି ବି ଦାବି ଅଛି ସେ ଦାବି ବି ଆଗକୁ ମଧ୍ୟ ପୂରଣ କରାଯିବ। ଏହା ସବ୍ କମିଟି ମାଧ୍ୟମରେ କୁହାଗଲା। ନୀଳାମ୍ବର ସାହୁ, ମୋର ଘର ହେଲା ବଡ଼କ୍ୟାଙ୍ଗ ଜଙ୍ଗଲ। ଆଉ ମୁଁ ହେଲି ଜଣେ ପରିବେଶବିଦ୍। ତା ସହିତ ଆଜିର ଯେଉଁ ବୈଠକରେ ହେଲା, ଲୋକଙ୍କର ଥିଲା 13 ପଲିସି ଦାବି। ସେଇ ଦାବିକି ଡାଇଭର୍ଟ କରିକିରି ବର୍ତ୍ତମାନ ଯେଉଁ RPDS ଡିସ୍କସନ୍ ମାଧ୍ୟମରେ ଯେଉଁ ଜିନିଷଟା ବର୍ତ୍ତମାନ କରାଯାଇଛି, ଲୋକଙ୍କର ସହମତିରେ ତମେ ଯାହା କରିବ ଆଇନ କାନୁନ ଲୋକ ରାଜି ହେବେ, ଆଉ ଲୋକ ତମକୁ ଜାଗା ଦେବେ। ଜିଲ୍ଲା ପ୍ରଶାସନରେ ସହମତି ଅଛନ୍ତି ଲୋକଙ୍କ ପ୍ରତି। ତା ସହିତ ଆମର ଯିଏ ଅଛନ୍ତି MLA ମହାଶୟ ସେଥିରେ ବି ଏକମତ ଅଛନ୍ତି।